Hello guys, today we'll discuss the story of class 18, The Thief and the Tiger. ठीक ଅଛି आज ଆମେ କ୍ଲାସ୍ 8ର ଯେଉଁ ଷ୍ଟୋରି ରହିଛି ଦ ଥିଫ୍ ଆଣ୍ଡ ଦ ଟାଇଗର ଚୋର ଏବଂ ବାଘ ଏହାର ବିଷୟରେ ପଢ଼ିବା ତ କ'ଣ ରହିଛି ଷ୍ଟୋରିଟି ତ ଦେଖ କ'ଣ ରହିଛି ପ୍ରି ରିଡ଼ିଂ ମ୍ୟାନ୍ ରାଇଡ୍ସ ଏ ହର୍ସ ଅର୍ ଆନ୍ ଏଲିଫେଣ୍ଟ ଅର୍ ଏ ଡଙ୍କି ତ ମ୍ୟାନ୍ ତ ମଣିଷ ମାନେ କ'ଣ କରନ୍ତି ନା ଚଳାନ୍ତି ଏ ହର୍ସ ଗୋଟେ ଘୋଡ଼ା ଅର୍ ଆନ୍ ଏଲିଫେଣ୍ଟ କିମ୍ବା ଗୋଟେ ହାତୀ ଅର୍ ଏ ଡଙ୍କି କିମ୍ବା ଗୋଟିଏ ଗଧ ତ ସାଧାରଣତଃ ଲୋକମାନେ ଘୋଡ଼ା ବା ହାତୀ ବା ଗଧମାନଙ୍କୁ ଚଳାନ୍ତି ଡଜ୍ ହି ଏଭର୍ ରାଇଡ୍ ଏ ଲାୟନ୍ ଅର୍ ଏ ଟାଇଗର ଅର୍ ଏ ବିୟର୍ ଡଜ୍ ହି ଏଭର୍ ରାଇଡ୍ ତ ସେ କ'ଣ କେବେ ଚଳାଏ କି ଏ ଲାୟନ୍ ଗୋଟେ ସିଂହ ଅର୍ ଏ ଟାଇଗର କିମ୍ବା ଗୋଟିଏ ବାଘ ଅର୍ ଏ ବିୟର୍ କିମ୍ବା ଗୋଟିଏ ଭାଲୁ ସେ କ'ଣ କେବେ ବାଘ ବା ସିଂହ ବା ଭାଲୁ ଚଳାଏ କି ହ୍ୱାଏ କାହିଁକି ବିକଜ୍ ଦେ ଆର୍ ୱାଇଲ୍ଡ ଏନିମଲ୍ ଦେ ଆର୍ ଭେରି ଭାଇଲେଣ୍ଟ ସେମାନେ ଅଧିକ ହିଂସ୍ର ବନ୍ୟପଶୁ ତ ଠିକ୍ ଅଛି ସି ଦ ପିକ୍ଚର ବିଲୋ ତ ତଳେ ଥିବା ଛବିଟିକୁ ଦେଖ ହ୍ୱାଟ୍ ଡୁ ୟୁ ସି ତମେ କ'ଣ ଦେଖୁଛ ଏ ମ୍ୟାନ୍ ଇଜ୍ ରାଇଡ଼ିଂ ଏ ଟାଇଗର ତ ଗୋଟେ ଲୋକ ଇଜ୍ ରାଇଡ଼ିଂ ଏ ଟାଇଗର ଗୋଟେ ବାଘଟେ ଚଳାଉଛି ଇଜ୍ ଇଟ୍ ପସିବୁଲ୍ ଏହା କ'ଣ ସମ୍ଭବ କି ତୁମକୁ କ'ଣ ଏହା ପସିବୁଲ୍ ଲାଗୁଛି କି ହ୍ୱେନ୍ ତ କେତେବେଳେ ହ୍ୱେୟାର୍ ତ କେଉଁଠାରେ ଲେଟ୍ସ ରିଡ୍ ଦ ଷ୍ଟୋରି ଚାଲ ଏଇ ଗଳ୍ପଟିକୁ ପଢ଼ିବା ଆଣ୍ଡ ସି ହାଓ ଏବଂ ଦେଖିବା କିପରି ଏହା ସମ୍ଭବ ହୋଇଛି ଏବଂ କେଉଁଠାରେ ସମ୍ଭବ ହୋଇଛି ତ ଠିକ୍ ଅଛି ଏବେ ଦେଖିନେବା କ'ଣ ରହିଛି ବିଷୟଟି ଟେକ୍ସଟ ରହିଛି SG1 ତ ଫାର୍ଷ୍ଟ ପାର୍ଟ କ'ଣ ରହିଛି Once there was a king. The king was famous for his strong and swift horses. He kept all the best horses in his stable. One day, a thief wanted to steal a horse. A tiger came to know about the thief's plan. He thought of eating the thief's flesh so that night the tiger came to the king's stable. It hid in a safe place. It stood silently with the horses as if it was one of the horses in the stable. ଦେଖିନେବା କ'ଣ ରହିଛି ହାର୍ଡ଼ୱାର୍ଡ଼ ୱାନ୍ସ ଥରେ ଫେମସ୍ ହେଲା ପ୍ରସିଦ୍ଧ ଷ୍ଟ୍ରଙ୍ଗ ବଳୁଆ ସ୍ୱିଫ୍ଟ ଦ୍ରୁତଗାମୀ ଷ୍ଟେବୁଲ୍ ଘୋଡ଼ାଶାଳ ୱାଣ୍ଟେଡ୍ ଇଚ୍ଛା କଲା ଷ୍ଟିଲ୍ ଚୋରି କରିବା ପ୍ଲାନ୍ ଯୋଜନା ଥିପ୍ ଚୋର ଥଟ୍ ଚିନ୍ତା କଲା ଫ୍ଲେଶ୍ ମାଂସ ସାଇଲେଣ୍ଟଲି ନୀରବରେ ଠିକ୍ ଅଛି ଏବେ ଦେଖିନେବା କ୍ଲିଅରଲି କ'ଣ ରହିଛି ୱାନ୍ସ ଦେୟାର ୱାଜ୍ ଏ କିଙ୍ଗ ଥରେ ଗୋଟେ ରାଜା ଥିଲେ ଦ କିଙ୍ଗ ୱାଜ୍ ଫେମସ୍ ଫର୍ ହିଜ୍ ଷ୍ଟ୍ରଙ୍ଗ ଆଣ୍ଡ ସ୍ୱିଫ୍ଟ ହର୍ସେସ୍ ଦ କିଙ୍ଗ ୱାଜ୍ ଫେମସ୍ ତ ସେହି ରାଜା ଜଣକ ଅତ୍ୟନ୍ତ ପ୍ରସିଦ୍ଧ ଥିଲେ କ'ଣ ପାଇଁ ପ୍ରସିଦ୍ଧ ଥିଲେ ନା ଫର୍ ହିଜ୍ ଷ୍ଟ୍ରଙ୍ଗ ଆଣ୍ଡ ସ୍ୱିଫ୍ଟ ହର୍ସେସ୍ ତାଙ୍କର ବଳୁଆ ଏବଂ ଦ୍ରୁତଗାମୀ ଘୋଡ଼ା ପାଇଁ ସେ ଅଧିକ ପ୍ରସିଦ୍ଧ ଥିଲେ ହି କେପ୍ଟ ଅଲ୍ ଦ ବେଷ୍ଟ ହର୍ସେସ୍ ଇନ୍ ହିଜ୍ ଷ୍ଟେବୁଲ୍ ହି କେପ୍ଟ ସେ ରଖିଥିଲେ ଅଲ୍ ଦ ବେଷ୍ଟ ହର୍ସେସ୍ ସବୁଠୁ ସର୍ବୋତ୍ତମ ଘୋଡ଼ାଗୁଡ଼ିକୁ ସେ ରଖିଥିଲେ ଇନ୍ ହିଜ୍ ଷ୍ଟେବୁଲ୍ ତାଙ୍କ ଘୋଡ଼ାଶାଳରେ ସବୁଠୁ ବଛା ବଛା ଭଲ ଭଲ ଘୋଡ଼ା ଦେଖି ସେ ରଖିଥିଲେ ୱାନ୍ ଡେ ଏ ଥିଫ୍ ୱାଣ୍ଟେଡ୍ ଦିନେ ଗୋଟେ ଚୋର ଇଚ୍ଛା କଲା ଟୁ ଷ୍ଟିଲ୍ ଏ ହର୍ସ ଗୋଟିଏ ଘୋଡ଼ା ଚୋରି କରିବା ପାଇଁ ଗୋଟେ ଚୋର ଦିନେ ଇଚ୍ଛା କଲା ଏ ଟାଇଗର କେମ୍ ଟୁ ନୋ ଏବାଉଟ୍ ଦ ଥିଫ୍ସ ପ୍ଲାନ୍ ତ ଏଇ ଯେଉଁ ଚୋରଟି ଯେଉଁ ଚିନ୍ତା କଲା ଯାହାକୁ କି ଏ ଟାଇଗର କେମ୍ ଟୁ ନୋ ଗୋଟେ ବାଘଟେ ଜାଣିବାକୁ ପାଇଲା ଏବାଉଟ୍ ଦ ଥିଫ୍ସ ପ୍ଲାନ୍ ଏ ଚୋରର ଯୋଜନା ବିଷୟରେ ଗୋଟେ ବାଘଟେ ଜାଣିବାକୁ ପାଇଲା ଇଟ୍ ଥଟ୍ ଅଫ୍ ଇଟିଂ ଦ ଥିଫ୍ସ ଫ୍ଲେଶ୍ ଇଟ୍ ଥଟ୍ ଏହା ଚିନ୍ତା କଲା ଅଫ୍ ଇଟିଂ ଦ ଥିଫ୍ସ ଫ୍ଲେଶ୍ ଏ ଚୋରର ମାଂସଟିକୁ ଖାଇବା ପାଇଁ ବା ଚୋରର ମାଂସକୁ ଖାଇବା ପାଇଁ ସେ କ'ଣ କଲା ନା ଚିନ୍ତା କଲା କିଏ ନା ବାଘଟି ଚୋରଟିର ଯୋଜନା ଜାଣିକିରି ମାଂସ ଖାଇବା ପାଇଁ ଚିନ୍ତା କଲା ଠିକ୍ ଅଛି ସୋ ଦ୍ୟାଟ୍ ନାଇଟ୍ ଦ ଟାଇଗର କେମ୍ ଟୁ ଦ କିଙ୍ଗସ୍ ଟେବୁଲ୍ ସୋ ତେଣୁ
दैट नाइट से राति रे तो जो राति रे चोरटी योजना करिछि घोड़ा चोरी करिया पई तो से राति रे द टाइगर केम टू द बाघटी पळै आसिला टू द किंग्स टेबल राजांकर घोड़ाशाला को सी आगुआ पळै आसिला कि जो दिन राति रे चोरटी घोड़ा चोरी करिया पई जेबो तो से दिन बाघटी कौन कला तार मांस खाया इच्छा करी घोड़ाशाला आसी आगुआ जगी रहिला। इट हिड इन ए सेफ प्लेस हाइड्र भी टू हिड तो इट हिड इन ए सेफ प्लेस अत्यंत निरापद स्थान निजक ठिया करदेला। इट स्टूड साइलेंटली विथ द हॉर्सेस इट स्टूड या ठिया हैला साइलेंटली पूरा नीरव ठिया हैला विथ द हॉर्सेस से घोड़ा मान सहित आजिफ जेपरिक इट वाज वन ऑफ द हॉर्सेस इन द स्टेबल जमीक इट वाज वन ऑफ द हॉर्सेस तो से घोड़ा मान मध्य ये निजे गोटे घोड़ा थिला इन द स्टेबल तो से घोड़ाशालार अन्य घोड़ा मान भली ये निजे गोटे घोड़ा भली ठिया हैला। ठीक अच्छे तो चोरटी जो योजना करथिला कि मु घोड़ाशाला गोटे घोड़ा चोरी आनबी तो से योजनाटी जानला कि ना बाघटी जानला एवं बाघटी चोर मांस खायापाई से राति आगुरी जाई कौन करछि ना घोड़ाशाला रही निजको से घोड़ा मान गहन एक घोड़ा भली ठिया करी निजे ठिया रही। ठीक अच्छे आफ्टर सम टाइम तो किछ समय पर द थीफ गॉट इनटू द स्टेबल इट वाज डार्क इनसाइड टॉस द बैक ऑफ ईच हॉर्स टू सिलेक्ट द बेस्ट वन एट लास्ट द थीफ टॉस्ड द टाइगर्स बैक ही थॉट it to be the best horse. He brought the tiger out of the stable. Then he put a bridle on the tiger's mouth and a rode on it. After la pore some time किछ समय डार्क ला अंधकार इंशाला भीतर पार्श्व टच तो छुईबा सिलेक्ट तो चयन करिबा ब्रिडल ला शिकुली माउथ ला पाटी राइड भी टू रोड चलैबा। ठीक अच्छे तो आफ्टर सम टाइम किछ समय पर द थीफ गॉट इन टू द स्टेबल तो चोरटी कौन कला ना से स्टेबल को आसिला घोड़ाशाला को आसिला। इट वाज डार्क व इनसाइड तो या भीतर पट पूरापूरी अंधार थिला। ही टच द बैक ऑफ ईच हॉर्स से कौन कला ना प्रत्येक ईच हॉर्स प्रत्येक घोड़ांकर बैक को पिठी को से कौन कला टच कला छुईला प्रत्येक घोड़ांकर पिठी को से छुईला टू सिलेक्ट द बेस्ट वन सबुठू सर्वोत्तम को चिन्हट करने चयन करने से सबू घोड़ांकर पिठी को छुईवा लगिला हाथ मारिला कारण से चाहूला सबुठू सुंदर चिकन घोड़ाटे बाछि नापी। एट लास्ट द थीफ टच द टाइगर्स बैक तो एट लास्ट सर्वशेष द थीफ टच्ड से चोरटी छुईला द टाइगर्स बैक बाघर पिठी को छुईला समस्त घोड़ा पिठी हाथ मारी मारी शेष बाघर पिठी हाथ मारिला। ही थॉट इट टू बी द बेस्ट हॉर्स से यहाँ को चिंता कला ये हूँ सर्वोत्तम घोड़ा। ही ब्रॉड द टाइगर आउट ऑफ द स्टेबल से कौन कला ही ब्रॉड द टाइगर से बाघ को से बाहर को नहीं आसिला तो से घोड़ाशाला से बाघटी को से बाहर को नहीं आसिला। देन ही पुट ए ब्रिडल ऑन द टाइगर्स माउथ देन तापरे ही पुट ए ब्रिडल से गोटे जो लगाम काढ़ी कौन कला ना ऑन द टाइगर्स माउथ बाघर पाटे से लगामटी को लगेदेला एंड ए रोड ऑन इट और यहाँ चलाइला तो ताकू लगुए ये हूँ गोटे भल घोड़ा तेणु ताकू से बाघटी को बाहर को नहीं आसिला तार नाक बाटे जो पाटे आम शिकुड़ी दि जाए जो लगाम ताऊ कहती से लगाम बांधी तापर बसी पड़ला एवं ताकू घोड़ा भली चलैबा को लगिला। द टाइगर डिड नॉट हैव सच एन एक्सपीरियंस बिफोर इट थॉट द थीफ वाज वेरी पावरफुल इट बिकेम टेरिबली अफ्रेड ऑफ द थीफ एंड started running with great speed. The thief did not have such an experience before. He thought he had selected the best horse. He did not imagine that he was riding a tiger because he could not see anything in the dark. Experience ला अभिज्ञता विफल ला पूर्वर बा आगरू पावरफुल शक्तिशाली टेरिबल भयंकर ग्रेट स्पीड द्रुत गति सिलेक्टेड बाछिबा चयन करिबा इमेजिन कल्पना करिबा एनीथिंग किछि भी डार्क ला अंधार ठीक अछि. द टाइगर डिड नॉट हैव सच एन एक्सपीरियंस बिफोर
ତ ବାଘର ଏଭଳି କୌଣସି ଅଭିଜ୍ଞତା ପୂର୍ବରୁ ନଥିଲା। ଇଟ୍ ଥଟ୍ ଥିଫ୍ ୱାଜ୍ ଭେରି ପାୱାରଫୁଲ୍। ତ ଏ ଚିନ୍ତା କଲା, ବାଘଟି ଚିନ୍ତା କଲା ଯେ ଦ ଥିଫ୍ ୱାଜ୍ ଭେରି ପାୱାରଫୁଲ୍। ତ ଏଇ ଲୋକଟିକୁ ବା ଏଇ ଚୋରଟିକୁ ଭାବୁଛି କି ଇଏ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ଲୋକ। ଇଟ୍ ବିକେମ୍ ଟେରିବଲ୍ ଆଫ୍ରେଡ୍ ଅଫ୍ ଦ ଥିଫ୍। ଇଟ୍ ବିକେମ୍ କେମିତି ହେଇ ଆସିଲା ନା ଟେରିବଲ୍ ଆଫ୍ରେଡ୍, ଭୀଷଣ ଭୟଭୀତ ହୋଇଗଲା, ଅତ୍ୟଧିକ ଭୟଭୀତ ହୋଇଗଲା ସେ ଚୋର ଭୟରେ। ଆଣ୍ଡ ଷ୍ଟାର୍ଟେଡ୍ ରନିଂ ୱିଥ୍ ଗ୍ରେଟ୍ ସ୍ପିଡ୍, ଏବଂ ଅତ୍ୟଧିକ ଗତିରେ ବା ଦ୍ରୁତ ଗତିରେ ଦୌଡ଼ିବାକୁ ଆରମ୍ଭ କରିଦେଲା। କାରଣ ରାତିରେ ବାଘଟି ଭାବୁଛି ଏ ଲୋକଟି ଅତ୍ୟନ୍ତ ଶକ୍ତିଶାଳୀ, ତେଣୁ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲା। ଦ ଥିଫ୍ ଡିଡ୍ ନଟ୍ ହାଭ୍ ସଚ୍ ଆନ୍ ଏକ୍ସପିରିଏନ୍ସ ବିଫୋର୍। ଦ ଥିଫ୍ ଡିଡ୍ ନଟ୍ ହାଭ୍, ତ ସେ ଚୋରଟିରେ ମଧ୍ୟ ଏଭଳି କୌଣସି ଅଭିଜ୍ଞତା ପୂର୍ବରୁ ନଥିଲା। ହି ଥଟ୍ ହି ହାଡ୍ ସିଲେକ୍ଟେଡ୍ ଦ ବେଷ୍ଟ ହର୍ସ, ଚିନ୍ତା କଲା ଯେ ସିଏ ହେଉଛି ସର୍ବୋତ୍ତମ ଘୋଡ଼ାକୁ ବାଛିଛି। ହି ଡିଡ୍ ନଟ୍ ଇମାଜିନ୍ ଦ୍ୟାଟ୍, ସେ କଥା କେବେ କଳ୍ପନା କରିନଥିଲା ଯେ ହି ୱାଜ୍ ରାଇଡ଼ିଂ ଏ ଟାଇଗର୍, ସେ ଗୋଟେ ବାଘକୁ ଚଳାଉଛି ବୋଲିକା ଏକଥା ସେ କେବେ କଳ୍ପନା କରିନଥିଲା। ବିକଜ୍ ହି କୁଡ୍ ନଟ୍ ସି ଏନିଥିଙ୍ଗ ଇନ୍ ଦ ଡାର୍କ, କାରଣ ସେ କିଛି ବି ଦେଖିପାରୁନଥିଲା ସେ ଅନ୍ଧକାର ରାତିରେ, ତାକୁ କିଛି ଦିଶୁନଥିଲା। ଠିକ୍ ଅଛି, ତ ଆମେ ନେକ୍ସଟ SGP ଦେଖିନେବା, ଆକ୍ଟିଭିଟି ଏକାଥରେ କରିଦେବା। ଠିକ୍ ଅଛି, ଦେଖ SG2 କ'ଣ ରହିଛି, ଗୋଟିଏ ପାରାଗ୍ରାଫ ରହିଛି ଦେଖିନେବା। ଦ ଡେ ଡାwned, darkness disappeared, then only did the thief see that he was riding a tiger. He was frightened. The tiger was also running very fast out of fear. The thief could not think what to do. He was about to faint. While running, the tiger passed under a tree. The thief caught hold of a branch and climbed up the tree. The tiger was very happy. It ran into the forest as fast as it could. ଦେଖ କ'ଣ ରହିଛି, ଡନ୍ ଲା ପ୍ରତ୍ୟୁଷ, ଡାର୍କନେସ୍ ଅନ୍ଧକାର, ଡିସାପିୟର୍ଡ ଆପିୟର ଅପୋଜିଟ୍ ଡିସାପିୟର ଅଦୃଶ୍ୟ ହୋଇଯିବା, ଫ୍ରାଇଟେଣ୍ଡ ଭୟଭୀତ, ଥିଙ୍କ ଭାବିବା, ପାସଲା ଅତିକ୍ରମ କରିବା, ଅଣ୍ଡର ତଳେ, ବ୍ରାଞ୍ଚ ଶାଖା, କ୍ଲାଇମ୍ବ ହେଲା ଚଢ଼ିବା, ଫରେଷ୍ଟ ହେଲା ଜଙ୍ଗଲ। ଠିକ୍ ଅଛି, ଦେଖିନେବା କ'ଣ ରହିଛି। ଦ ଡେ ଡନ୍ଡ, ଦିନଟି ପ୍ରତ୍ୟୁଷ ହେଇ ଆସିଲା। ଡାର୍କନେସ୍ ଡିସାପିୟର୍ଡ, ତ ଅନ୍ଧକାର କୁଆଡ଼େ ଅଦୃଶ୍ୟ ହୋଇଗଲା ବା ଅନ୍ଧକାର ଦୂରୀଭୂତ ହୋଇଗଲା, ପ୍ରତ୍ୟୁଷ ହୋଇଗଲା, ଅନ୍ଧକାର ଦୂରୀଭୂତ ହୋଇଗଲା। ଦେନ୍ ଓନ୍ଲି ଡିଡ୍ ଦ ଥିଫ୍ ସି ଦ୍ୟାଟ୍ ହି ୱାଜ୍ ରାଇଡ଼ିଂ ଏ ଟାଇଗର, ତ ଯେହେତୁ ବାଘର ଉପରେ ବସିଛି କି ଚୋରଟି, ତେଣୁ ଦେନ୍ ଓନ୍ଲି ଦ ଥିଫ୍ ସି, କେବଳ ଚୋରଟି ଏକା ଦେଖିପାରିଲା ଯେ ଦ୍ୟାଟ୍ ହି ୱାଜ୍ ରାଇଡ଼ିଂ ଏ ଟାଇଗର, ଯେ ସେ ଗୋଟେ ବାଘକୁ ଚଳାଉଛି ବୋଲି ଚୋରଟି ତାପରେ ଦେଖିପାରିଲା ଯେତେବେଳେ କି ଦିନ ହୋଇଗଲା। ହି ୱାଜ୍ ଫ୍ରାଇଟେଣ୍ଡେଡ୍, ତ ସେ ପୁରାପୁରି ଭୟଭୀତ ହୋଇଯାଇଥିଲା। ଦ ଟାଇଗର ୱାଜ୍ ଅଲସୋ ରନିଂ ଭେରି ଫାଷ୍ଟ ଆଉଟ୍ ଅଫ୍ ଫିୟର, ବାଘଟି ମଧ୍ୟ ଅଲସୋ ରନିଂ ଭେରି ଫାଷ୍ଟ, ଖୁବ୍ ଦ୍ରୁତ ଗତିରେ ଦୌଡ଼ୁଥିଲା। ଆଉଟ୍ ଅଫ୍ ଫିୟର, ଭୟରେ, କାରଣ ବର୍ତ୍ତମାନ ବାଘଟି ମଧ୍ୟ ଡରିଯାଇଛି ଯେ ଏ ଲୋକଟି ଖୁବ୍ ଶକ୍ତିଶାଳୀ, ଯେ ମୋ ଉପରେ ମୋତେ ଚଳାଇ ନେଉଛି, ତେଣୁ ସେ ଡରିଯାଇଛି, ତେଣୁ ସେ ବି ଭୟରେ ଜୋର ଦୌଡ଼ୁଥିଲା। ଏବଂ ଲୋକଟି ଯେତେବେଳେ ଦିନ ହୋଇଗଲା ଦେଖିଲା କି ସେ ବାଘଟିକୁ ଚଳାଉଛି, ସେ ମଧ୍ୟ ପୁରା ଭୟଭୀତ ହୋଇଗଲା। ଦ ଥିଫ୍ କୁଡ୍ ନଟ୍ ଥିଙ୍କ ହ୍ୱାଟ୍ ଟୁ ଡୁ, ଦ ଥିଫ୍, ସେ ଚୋରଟି, କୁଡ୍ ନଟ୍ ଥିଙ୍କ, ଭାବିପାରିନଥିଲା କି ହ୍ୱାଟ୍ ଟୁ ଡୁ, କ'ଣ କରିବାକୁ ହେବ। ହି ୱାଜ୍ ଏବାଉଟ୍ ଟୁ ଫେଣ୍ଟ, ସେ ପୁରା ମଳିନ ପଡ଼ିଗଲା, ପୁରା ଭୟଭୀତ ହୋଇଗଲା। ହ୍ୱାଇଲ୍ ରନିଂ, ଦ ଟାଇଗର ପାସ୍ଡ ଅଣ୍ଡର ଏ ଟ୍ରି, ତ ହ୍ୱାଇଲ୍ ରନିଂ, ଯେତେବେଳେ ସେ ଦୌଡ଼ୁଥିଲା, ତ ଦ ଟାଇଗର ପାସ୍ଡ ଅଣ୍ଡର ଏ ଟ୍ରି, ସେ ବାଘଟି ଗୋଟିଏ ଗଛ ତଳ ଦେଇ ଅତିକ୍ରମ କଲା। ଦ ଥିଫ୍ କଟ୍ ହୋଲ୍ଡ ଅଫ୍ ଏ ବ୍ରାଞ୍ଚ, ସେ ଚୋରଟି କ'ଣ କଲା ନା କଟ୍ ହୋଲ୍ଡ, ଧରି ପକାଇଲା, ଅଫ୍ ଏ ବ୍ରାଞ୍ଚ, ଗୋଟେ ଶାଖାକୁ, ଆଣ୍ଡ କ୍ଲାଇମ୍ବଡ ଅଫ୍ ଦ ଟ୍ରି, ଏବଂ ତାପରେ ଗଛକୁ ଚଢ଼ିଗଲା। ଯେତେବେଳେ ସେଇ ଗଛ ତଳ ଦେଇକରି ବାଘଟି ଦୌଡ଼ିଲା, ସେତେବେଳେ ସେଇ ବାଘର ଲଗାମକୁ ଛାଡ଼ିଦେଇ ସେ ଗଛର ଡାଳ ଧରି ପକାଇଲା ଏବଂ ଚୋରଟି ସେ ଗଛର ଡାଳ ପଟେ ଗଛ ଉପରକୁ ଚାଲିଗଲା। ଠିକ୍ ଅଛି, ତ ଟାଇଗର ୱାଜ୍ ଭେରି ହାପି, ବାଘଟି ମଧ୍ୟ ଖୁବ୍ ଖୁସି ହୋଇଗଲା। ଇଟ୍ ରିଆନ୍ ଇନ୍ ଟୁ ଦ ଫରେଷ୍ଟ ଆଜ୍ ଫାଷ୍ଟ ଆଜ୍ ଇଟ୍ କୁଡ୍, ଇଏ ମଧ୍ୟ ଜଙ୍ଗଲକୁ ଦୌଡ଼ିଲା। ଆଜ୍ ଫାଷ୍ଟ ଆଜ୍ ଇଟ୍ କୁଡ୍, ଯେତେ ଜୋରରେ ପାରିବ, ତ ଯେତେ ଜୋରରେ ସେ ପାରିଲା ସମସ୍ତ ବଳ ଖଟାଇ ସେ ଜଙ୍ଗଲକୁ ଜୋରରେ ଦୌଡ଼ି ପଳାଇଲା। ଠିକ୍ ଅଛି, ଏଠି ସରିଯାଇଛି ଆମର SG1 and 2, ତ ବୋଥ SG1 and 2 ଆମର ସରିଯାଇଛି। ଆମେ ତାର ଆକ୍ଟିଭିଟି ଦେଖିନେବା କ'ଣ ରହିଛି। SG1ର ପ୍ରଥମ କ୍ୱେଶ୍ଚିନ୍ ରହିଛି, ହ୍ୱାଟ୍ ୱାଜ୍ ଦ କିଙ୍ଗ ଫେମସ୍ ଫର୍, ତ ରାଜା କେଉଁ ଜିନିଷ ଅଧିକ ପ୍ରିୟ ଥିଲେ ନା ଦ କିଙ୍ଗ ୱାଜ୍ ଫେମସ୍ ଫର୍ ହିଜ୍ ଷ୍ଟ୍ରଙ୍ଗ ଆଣ୍ଡ ସ୍ୱିଫ୍ଟ ହର୍ସେସ୍, ରାଜା କ'ଣ ପାଇଁ ଅଧିକ ପ୍ରସିଦ୍ଧ ଥିଲେ ନା ରାଜା ତାଙ୍କର ଶକ୍ତିଶାଳୀ ଏବଂ ଦ୍ରୁତ ଘୋଡ଼ା ପାଇଁ ଅଧିକ ପ୍ରସିଦ୍ଧ ଥିଲେ। ଠିକ୍ ଅଛି,
ଅତି ବଳୁଆ ଏବଂ ଦ୍ରୁତଗାମୀ ଘୋଡ଼ା ପାଇଁ ଅଧିକ ପ୍ରସିଦ୍ଧ ଥିଲେ। ନମ୍ବର 2 ରହିଛି ହ୍ୱାଟ୍ ଡିଡ୍ ଦ ଥିପ୍ ପ୍ଲାନ୍ ଟୁ ଡୁ। ତ ଚୋରଟି କ'ଣ ଯୋଜନା କରିଥିଲା? ଦ ଥିପ୍ ପ୍ଲାନ୍ ଟୁ ଷ୍ଟିଲ୍ ଏ ହର୍ସ ଫ୍ରମ୍ ଦ କିଙ୍ଗ୍ ଷ୍ଟେବୁଲ୍। ରାଜାଙ୍କର ଘୋଡ଼ାଶାଳରୁ ଗୋଟିଏ ଘୋଡ଼ା ଚୋରି କରିବା ପାଇଁ ଚୋରଟି ଯୋଜନା କରିଥିଲା। 3 ନମ୍ବର ରହିଛି ହ୍ୱାଟ୍ ଡିଡ୍ ଦ ଟାଇଗର ହାଇଡ୍ ଇନ୍ ଦ ଷ୍ଟେବୁଲ୍। ବାଘଟି ନିଜକୁ କାହିଁକି ସେହି ଘୋଡ଼ାଶାଳରେ ଲୁଚାଇ ରଖିଲା? ଦ ଟାଇଗର ହିଡ୍ ଇନ୍ ଦ ଷ୍ଟେବୁଲ୍ ଟୁ ଇଟ୍ ଦ ଥିପ୍ସ ଫ୍ଲେଶ୍। ଚୋରଟିର ମାଂସ ଖାଇବା ଲୋଭରେ ସେ ନିଜକୁ ଯାଇ ଆଗୁଆ ସେ ଘୋଡ଼ାଶାଳରେ ଲୁଚାଇକି ରଖିଲା। ନମ୍ବର 4 ରହିଛି ହ୍ୱାଟ୍ ଡିଡ୍ ଦ ଥିପ୍ ଟଚ୍ ଦ ବ୍ୟାକ୍ ଅଫ୍ ହିଜ୍ ହର୍ସ। ଚୋରଟି କାହିଁ ପ୍ରତ୍ୟେକ ଘୋଡ଼ାଙ୍କର ପଛକୁ ବା ପିଠିକୁ ଟଚ୍ କରୁଥିଲା ବା ଛୁଉଁଥିଲା? ଦ ଥିପ୍ ଟଚ୍ ଦ ବ୍ୟାକ୍ ଅଫ୍ ହିଜ୍ ହର୍ସ ଟୁ ଚୁଜ୍ ଦ ବେଷ୍ଟ ୱାନ୍। ତ ଚୋରଟି ପ୍ରତ୍ୟେକ ଘୋଡ଼ାଙ୍କର ପିଠିକୁ ଛୁଉଁଥିଲା କାରଣ ସେ ସର୍ବୋତ୍ତମ ବାଛିବା ପାଇଁ ଚାହୁଁଥିଲେ। 5 ରହିଛି ହ୍ୱାଇ ଡିଡ୍ ହି ଥିଙ୍କ ଦ ଟାଇଗର ଟୁ ବି ଦ ବେଷ୍ଟ ହର୍ସ। ତ ବାଘଟା ସବୁଠୁ ଭଲ ଘୋଡ଼ା ହେବ ବୋଲି ସେ କାହିଁ ଭାବିଲେ? ହି ଥଟ୍ ଦ ଟାଇଗର ଟୁ ବି ଦ ବେଷ୍ଟ ହର୍ସ ବିକଜ୍ ଇଟ୍ସ ବ୍ୟାକ୍ ୱାଜ୍ ସଫ୍ଟ ଆଣ୍ଡ ସାଇନିଂ। କାରଣ ସେ ଭାବିଲେ କି ଏଇ ବାଘକୁ ଭାବିଲେ କି ଏଇ ଘୋଡ଼ାଟି ସବୁଠୁ ସର୍ବୋତ୍ତମ ହୋଇପାରିବ କାରଣ ତା'ର ପିଠଟା କ'ଣ ହେଲା ନା କୋମଳ ସଫ୍ଟ ଲାଗିଲା, କୋମଳ ଲାଗିଲା ଆଣ୍ଡ ସାଇନିଂ ଏବଂ ଚିକଣ ଲାଗିଲା। ଠିକ୍ ଅଛି। ନେକ୍ସଟ ନମ୍ବର ରହିଛି ହାଉ ଡିଡ୍ ହି ରାଇଡ୍ ଅନ୍ ଇଟ୍। ତ ହି ବ୍ରଟ୍ ଦ ଟାଇଗର ଆଉଟ୍ ଅଫ୍ ଦ ଷ୍ଟେବୁଲ୍। ସେ ଘୋଡ଼ାଶାଳରୁ ବାଘଟିକୁ ବାହାର କରି ଆଣିଲେ। ଦେନ୍ ହି ପୁଟ୍ ଏ ବ୍ରିଡିଲ୍ ଅନ୍ ଦ ଟାଇଗର୍ସ ମାଉଥ୍। ବାଘର ପାଟିରେ ଶିକୁଳିଟେ ଦେଇଦେଲେ ଏବଂ ଦେନ୍ ରୋଡ଼ ଅନ୍ ଇଟ୍ ଏବଂ ଏହାପରେ ତାକୁ ଚଳାଇବାକୁ ଲାଗିଲେ। ଠିକ୍ ଅଛି। ନମ୍ବର 7 ରହିଛି ହି ଡିଡ୍ ନଟ୍ ନୋ ଦ୍ୟାଟ୍ ହି ୱାଜ୍ ରାଇଡ଼ିଂ ଏ ଟାଇଗର ହ୍ୱାଏ। ସେ ଜାଣିନଥିଲା ଯେ ସେ ଗୋଟେ ବାଘକୁ ଚଳାଉଛି ବୋଲି। କାହିଁକି ନା ହି ଡିଡ୍ ନଟ୍ ନୋ ଦ୍ୟାଟ୍ ହି ୱାଜ୍ ରାଇଡ଼ିଂ ଏ ଟାଇଗର। ସେ ଜାଣିନଥିଲା ଯେ ବାଘକୁ ଚଳାଉଛି ବିକଜ୍ କାରଣ ହି କୁଡ୍ ସି ନଥିଙ୍ଗ ଇନ୍ ଦ ଡାର୍କ ନାଇଟ୍। ଅନ୍ଧକାର ରାତିରେ ସେ କିଛି ଦେଖିପାରୁନଥିଲା। ମୋର 8 ରହିଛି ହ୍ୱେର୍ ଡିଡ୍ ଦ ଟାଇଗର ରନ୍ ଇନ୍ଟୁ। ବାଘଟି କେଉଁଠି ଦୌଡ଼ିଲା? ନା ଦ ଟାଇଗର ର୍ୟାନ୍, ଡିଡ୍ ଅଛି V2 ହେଇଯିବ। ଦ ଟାଇଗର ର୍ୟାନ୍ ଇନ୍ଟୁ ଦ ଫରେଷ୍ଟ। ସେ ଜଙ୍ଗଲକୁ ଦୌଡ଼ିଲା। ଠିକ୍ ଅଛି। ତ ଦେଖିନେବା SCB2ର କୋଶ୍ଚିନ୍ କ'ଣ ରହିଛି। ତ SCB2ର ପ୍ରଥମ ନମ୍ବର ରହିଛି ହ୍ୱେନ୍ ଡିଡ୍ ଦ ଥିପ୍ କମ୍ ଟୁ ନୋ ଦ୍ୟାଟ୍ ହି ୱାଜ୍ ରାଇଡ଼ିଂ ଏ ଟାଇଗର। ତ ଚୋରଟି କେତେବେଳେ ଜାଣିବାକୁ ପାଇଲେ ଯେ ସେ ଗୋଟେ ବାଘକୁ ଚଳାଉଛନ୍ତି ବୋଲି? ତ ହ୍ୱେନ୍ ଦ ଡେ ଡାଉନ୍ ଆଣ୍ଡ ଡାର୍କନେସ୍ ଡିସଆପିୟର୍ଡ। ଯେତେବେଳେ କି ପ୍ରତ୍ୟୁଷ ହେଇ ଆସିଲା ଏବଂ ଅନ୍ଧକାର ଦୂରୀଭୂତ ହେଇଗଲା। ଦ ଥିପ୍ କେମ୍ ଟୁ ନୋ ଦ୍ୟାଟ୍। ଚୋରଟି ଜାଣିବାକୁ ପାଇଲେ ଯେ ହି ୱାଜ୍ ରାଇଡ଼ିଂ ଏ ଟାଇଗର। ସେ ଗୋଟେ ବାଘକୁ ଚଳାଉଛନ୍ତି ବୋଲି। ନମ୍ବର 2 ରହିଛି ହାଉ ଡିଡ୍ ହି ସେଭ୍ ହିମସେଲ୍ଫ। ନିଜକୁ କେମିତି ରକ୍ଷା କଲେ ବା ନିଜକୁ କେମିତି ବଞ୍ଚାଇଲେ? ହ୍ୱାଇଲ୍ ଦ ଟାଇଗର ପାସ୍ଡ ଅଣ୍ଡର ଏ ଟ୍ରି। ଯେତେବେଳେ ବାଘଟି ସେ ଗଛ ତଳ ଦେଇକି ଦୌଡ଼ୁଥିଲା ବା ଅତିକ୍ରମ କରୁଥିଲା। ଦ ଥିପ୍ କଟ୍ ହୋଲ୍ଡ ଅଫ୍ ଏ ବ୍ରାଞ୍ଚ। ଚୋରଟି କ'ଣ କଲା? ସେ ଗଛର ଗୋଟେ ଶାଖାକୁ ଧରି ପକାଇଲା। ଆଣ୍ଡ କ୍ଲାଇମ୍ବଡ ଅଫ୍ ଦ ଟ୍ରି ଏବଂ ଗଛ ଉପରୁ ଚଢ଼ିଗଲା। ଆଣ୍ଡ ସେଭ୍ଡ ହିମସେଲ୍ଫ ଏବଂ ନିଜକୁ ରକ୍ଷା କରିଦେଲା, ନିଜକୁ ବଞ୍ଚାଇ ଦେଲା। ହ୍ୱାଇ ୱାଜ୍ ଦ ଟାଇଗର ହ୍ୟାପି। ତ ବାଘଟି କାହିଁ ଖୁସି ହେଇଗଲା? ନା ଦ ଟାଇଗର ୱାଜ୍ ହ୍ୟାପି ବିକଜ୍ ହି ଏସ୍କେପ୍ଡ ଫ୍ରମ୍ ଦ ମ୍ୟାନ୍। କାରଣ ଯେହେତୁ ସେ ଲୋକକୁ ପୁରା ସେ ଡରି ଯାଇଥିଲା ତେଣୁ ସେ ଖୁସି ହେଇଗଲା କାରଣ ସେ ହି ଏସ୍କେପ୍ଡ ସେ ମୁକୁଳି ଯାଇଥିଲା କି ସେଇ ଲୋକଠାରୁ। ତ ସେଇ ଲୋକଠାରୁ ନିଜକୁ ମୁକୁଳି ଦେଇଥିବାରୁ ବାଘଟି ମଧ୍ୟ ଖୁସି ହେଇଗଲା। ତ ଠିକ୍ ଅଛି। ଏଠି ସରିଯାଇଛି ତୁମର ବୋଥ୍ SCB1 and 2। ତ SCB3 ଆମେ ନେକ୍ସଟ କ୍ଲାସ୍ ଡିସ୍କସନ୍ କରିବା। ଯଦି କାହାର କିଛି ବି ଡାଉଟ୍ ଥାଏ ତ କମେଣ୍ଟରେ ଲେଖି ନେଇପାରିବ। ଥ୍ୟାଙ୍କ ୟୁ।